नमस्कार नमस्कार नमस्कार। ମୁଁ ଉପେନ୍ଦ୍ରନାଥ ଦଳାଇ ଆପଣଙ୍କ ସାମ୍ନାରେ ଟପିକ୍ ନେଇ ଆଜି ଆମେ ଦେଖିବା ସତ୍ୟଯୁଗ ଆସିବାର ଦ୍ୱିତୀୟ ସୋପାନର ବୈଶିଷ୍ଟ୍ୟାଂଶ। ଆଗରୁ ଆମେ ଦେଖିଥିଲେ ଆତ୍ମଜ୍ଞାନ। ମୁଁ ପ୍ରଥମରୁ କହିଛି ଈଶ୍ୱରଙ୍କୁ ପ୍ରାପ୍ତ ହେବାକୁ ହେଲେ ଥିଓରି ଦରକାର, ପ୍ରାକ୍ଟିକାଲ ଦରକାର। ଥିଓରିଟା ହେଲା ଜ୍ଞାନ ଏବଂ ପ୍ରାକ୍ଟିକାଲଟା ହେଲା କର୍ମ। ଖାଲି କର୍ମରେ କିଛି ହେବ ନାହିଁ କି ଖାଲି ଜ୍ଞାନରେ ବି କିଛି ହେବ ନାହିଁ। ଜ୍ଞାନ ସାଙ୍ଗକୁ କର୍ମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ଯଦି ନ ହୁଏ ତାହେଲେ ଈଶ୍ୱର ପ୍ରାପ୍ତ ସମ୍ଭବ ନୁହେଁ। ସେଥିପାଇଁ ମୁଁ ଥିଓରି କେବଳ କହିପାରେ, ପ୍ରାକ୍ଟିକାଲ ଦେଖେଇପାରେ ଏବଂ ପ୍ରାକ୍ଟିକାଲ ପାଇଁ ଗୋଟେ ସୋସାଇଟି ଆବଶ୍ୟକ, ଗୋଟେ ଅନୁଷ୍ଠାନ ଆବଶ୍ୟକ। ସେଇଟା ପରବର୍ତ୍ତୀ ସମୟରେ ଜାଣିବା। ପ୍ରଥମେ ଆମେ ଥିଓରିଟା ଜାଣିବା ଜ୍ଞାନ। ତେଣୁ ଜ୍ଞାନ ଭିତରୁ ଯାଇଛି ଆତ୍ମଜ୍ଞାନ, ୟା ପରେ ଆସିବ ସଦ୍ଜ୍ଞାନ। ଆତ୍ମଜ୍ଞାନରେ ଆମେ ଜାଣିଛେ ଆମେ ନିଜକୁ ଚିହ୍ନିଲେ। ଆମେ ଆଗରୁ ଜାଣିନଥିଲେ, ଏବେ ଚିହ୍ନିଲେ ଆମେ କିଏ। ମୁଁ ଜଣେ ଆତ୍ମା। ଆମେ ସମସ୍ତେ ଜାଣିଲୁ ଆତ୍ମା, କେବଳ ଆତ୍ମା। ଆମେ ଯେଉଁ ପୋଷାକଟା ଏଇ ଯେଉଁ ଦେହଟା ଘୋଡ଼େଇ ହେଇଛୁ ନା, ଏ ଦେହଟା କିଛି ଦିନ ପାଇଁ ଦେହ, କିନ୍ତୁ ଆତ୍ମା ସବୁଦିନ ପାଇଁ। ଆତ୍ମାକୁ କେହି ବିନାଶ କରିପାରିବନି, କିନ୍ତୁ ଦେହଟା ବିନାଶ ହେଇଯିବ। ଏଇ ଦେହଟା ମୋର କିନ୍ତୁ ସବୁବେଳେ ଦରକାର। କାହାର ଦରକାର ହଉ ନ ହଉ, ମୁଁ କିନ୍ତୁ ଭାବୁଛି ଏ ଦେହ ମୋର ସବୁବେଳେ ରହୁ। ଯେତେଦିନ ପର୍ଯ୍ୟନ୍ତ ଏ ଆତ୍ମା ଅଛି, ମୋ ଆତ୍ମା ଏଇ ମାନବ ଶରୀରକୁ ନେଇ ବଞ୍ଚି ରହୁ। ଏଇଟା ମୁଁ ଚାହୁଁଛି ମୋ ପାଇଁ। ଆପଣମାନେ କ'ଣ ଚାହିଁବେ ନ ଚାହିଁବେ ସେଥିରେ ମୋର କିଛି ଯାଏସ ନାହିଁ। ମୋର କହିବା କଥା ହେଲା କାମ, ରିସିଭ୍ କରିବା କଥା ହେଲା ଆପଣଙ୍କର। ଆପଣଙ୍କ ବ୍ରେନ୍କୁ ଯାଇ ମୁଁ ରିସିଭ୍ କରିପାରିବିନି ଆଜ୍ଞା। ମୋର କାମ କହିବା, କିଏ ଶୁଣୁ ବା ନ ଶୁଣୁ। ଗଛପତ୍ରକୁ ବି ମୁଁ କହିଦେଇପାରେ, ସେଥିରେ କିଛି ନାହିଁ। କହିବା ହେଲା ମୋର କାମ, ଜଣାଇବା ହେଲା ମୋର କାମ, ଜାଣିବା ହେଲା ଆପଣଙ୍କର କାମ। ଏ ଜାଣିବା ଭିତର ଦେଇ ଆପଣ ଉଦ୍ଧାର ପାଇଯିବେ। କାହାର ଉଦ୍ଧାର ଦରକାର ସେ ଶୁଣିବ, ବାରମ୍ବାର ଶୁଣିବ। ଯାହାର କିଛି ରିସ୍କ ରହିବନି, ଉଦ୍ଧାର କିଛି ଆବଶ୍ୟକତା ନାହିଁ ବୋଲି ଭାବିବ, ବା ମୋ କଥା ଗୁଡ଼ା ଗଲତ ଭାବିବ, ସେ ତାର ଭାବିପାରେ, ନୋ ପ୍ରୋବ୍ଲେମ୍। ମଣିଷ ଇଚ୍ଛା ଶକ୍ତିରେ ସ୍ୱାଧୀନତା ଲାଭ କରିଛି। କିଏ କ'ଣ ଭାବିବ ସେଇଟା ତା ନିଜ ଉପରେ ନିର୍ଭର କରେ, କିନ୍ତୁ ସଚେତନ କରିବା ଆମର କାମ। ଈଶ୍ୱରଙ୍କର କାମଟା ତ ସେଇଆ ନା, ମଣିଷ ମାଧ୍ୟମରେ ମଣିଷକୁ କହିବା। ତେବେ ଚାଲନ୍ତୁ ଦେଖିବା ଏବେ ସଦ୍ଜ୍ଞାନ କ'ଣ। ସଦ୍ଜ୍ଞାନ ବା ଦିବ୍ୟଜ୍ଞାନ, ଯେଉଁ ଜ୍ଞାନ ବଳରେ ଆମେ ଈଶ୍ୱର ପ୍ରାପ୍ତି ହେଇପାରୁ ବା ଈଶ୍ୱରଙ୍କୁ ଜାଣିପାରୁ, ଈଶ୍ୱରଙ୍କ ସମ୍ବନ୍ଧରେ ଜାଣିପାରୁ, ଚିହ୍ନିପାରୁ, ତାଙ୍କ ସ୍ୱରୂପ ଦେଖିପାରୁ। ଯେଉଁ ଜ୍ଞାନ ବଳରେ, ତାକୁ ସଦ୍ଜ୍ଞାନ କୁହାଯାଏ। ସତ୍ର ଅର୍ଥ ଈଶ୍ୱର ଆମେ ଜାଣିଛୁ। ସତ୍ ମାନେ ହେଲା ଈଶ୍ୱର। ଈଶ୍ୱରଙ୍କୁ ଜାଣିବା ପାଇଁ ଯେଉଁ ଜ୍ଞାନ ଦରକାର ସେଟା ହେଲା ସଦ୍ଜ୍ଞାନ। ତେଣୁ ଆଜି ଜାଣିବା ସଦ୍ଜ୍ଞାନ କ'ଣ। ଆମେ କନଫର୍ମ ହେଲୁ ଯେ ମୁଁ ଜଣେ ଆତ୍ମା। ମୁଁ ଯଦି ଜଣେ ଆତ୍ମା,
ତାହେଲେ ମୋତେ ତ କେହି ତିଆରି କରିଥିବେ, ନହେଲେ ମୁଁ ହେଲି କେଉଁଠୁ? ମୁଁ ସୃଷ୍ଟି ହେଲି କେମିତି? କାହା ପାଖରୁ? ଆତ୍ମା ସୃଷ୍ଟି ହେଲା କେଉଁଠୁ? ତେଣୁ ଆତ୍ମା ବି ଗୋଟେ ଜାଗାରୁ ସୃଷ୍ଟି ହେଇଛି, ଜଣେ ସୃଷ୍ଟି କରିଛି। ବିନା ସୃଷ୍ଟିରେ କିଛି ହବ ନାହିଁ। ଆତ୍ମାକୁ ତ ସୃଷ୍ଟି ଦରକାର ନାହିଁ, ଦରକାର ନା। ତେଣୁ ସେ ସୃଷ୍ଟି ହେଇଛି। ଆତ୍ମା କିଏ ସୃଷ୍ଟି କରିଛି? ନା, ପରମାତ୍ମା। ଯେ ଆତ୍ମାମାନଙ୍କୁ ସୃଷ୍ଟି କରିଛନ୍ତି ସେ ହେଉଛନ୍ତି ପରମାତ୍ମା। ପରମାତ୍ମା ବ୍ୟତୀତ କେହି ଆତ୍ମାକୁ ସୃଷ୍ଟି କରିପାରିବନି। ତେଣୁ ଆତ୍ମାଙ୍କର ଲିଡର, ଯେ ମୁଖ୍ୟ, ସେ ହେଉଛନ୍ତି ପରମାତ୍ମା। ସେ ସୃଷ୍ଟି କରିଛନ୍ତି କୋଟି କୋଟି ଆତ୍ମାମାନଙ୍କୁ। ତେଣୁ ପରମାତ୍ମା ସେ କେମିତି ସୃଷ୍ଟି ହେଲେ? ନା, ପରମାତ୍ମା ବି ଗୋଟେ ସୋଲ୍। ଆତ୍ମା ଯେମିତି ଗୋଟେ ସୋଲ୍, ପରମାତ୍ମା ବି ଗୋଟେ ସୋଲ୍। ସେ ସୁପ୍ରିମ ସୋଲ୍ ପରମାତ୍ମା। ସେ କେମିତି ସୃଷ୍ଟି ହେଲେ? ସିଏ ଆମକୁ ସୃଷ୍ଟି କରିଛନ୍ତି, କିନ୍ତୁ ସିଏ ତ ସୃଷ୍ଟି ହେଇଥିବେ ନା ନାହିଁ? ନିଶ୍ଚିତ ହେଇଥିବେ। ଆତ୍ମାମାନଙ୍କୁ ସେ ସୃଷ୍ଟି କଲେ, ସେ ମଧ୍ୟ ସୃଷ୍ଟି ହେଇଥିବେ କାହା ପାଖରୁ? ଜାଣନ୍ତୁ, ଆମେ ସମସ୍ତେ ଜାଣିଛୁ ଭଗବାନ ତିନି ଜଣ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ଏ ତିନି ଜଣ ହେଲେ ଭଗବାନ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ଭିତରେ ଆତ୍ମା ନାହିଁ କି ପରମାତ୍ମା ନାହିଁ? ଯଦି ଆତ୍ମା ଥାନ୍ତା ତାହେଲେ ତାଙ୍କ ସ୍ୱରୂପ ଥାନ୍ତା। ଯେହେତୁ ତାଙ୍କ ସ୍ୱରୂପ ନାହିଁ, ତାଙ୍କୁ ଦେଖିହେବ ନାହିଁ, ତେଣୁ ସେ ଆତ୍ମା ନୁହନ୍ତି। ସ୍ୱୟଂ ଅଜନ୍ମା ଭଗବାନ ତିନି ଜଣ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ସମସ୍ତେ ଜାଣିଛନ୍ତି। ଏ ତିନି ଜଣଙ୍କର ମିଳିତ ଶକ୍ତିରେ ଗୁଡ଼ା ସୋଲ୍ ତିଆରି ହେଇଛି, ସୃଷ୍ଟି ହେଇଛି। ଏ ତିନି ଜଣଙ୍କର ଶକ୍ତିରେ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଏ ତିନି ଜଣଙ୍କ ଶକ୍ତିରେ ମିଳିତ ଗୋଟେ ସୋଲ୍, ସେଇଟା ହେଲା ସୁପ୍ରିମ ସୋଲ୍ ବା ପରମାତ୍ମା ସୃଷ୍ଟି ହେଇଛନ୍ତି। ସେ ହେଉଛନ୍ତି ଏ ସଂସାର ସୃଷ୍ଟିକର୍ତ୍ତା, ସବୁଠାରୁ ପାୱାରଫୁଲ୍ ଏବଂ ସବୁଠାରୁ ବଡ଼। ତାଙ୍କୁ ଈଶ୍ୱର କୁହାଯାଏ ବା ପରମାତ୍ମା। ସେ ହେଉଛନ୍ତି ସୃଷ୍ଟିକର୍ତ୍ତା। ଏ ସାରା ସଂସାର, ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ଗ୍ରହ, ଉପଗ୍ରହ, ଗଛଲତା, ଜୀବଜନ୍ତୁ, ସବୁ ସୃଷ୍ଟି କରିଛନ୍ତି। ଆଧାର, ସୃଷ୍ଟିକର୍ତ୍ତା ଈଶ୍ୱର ଏକମାତ୍ର। ସେ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ମିଳିତ ଶକ୍ତିର ଆକାର, ସୁପ୍ରିମ ସୋଲ୍ ବା ପରମାତ୍ମା। ଏଇଟା ଜାଣି ରଖନ୍ତୁ। ତେଣୁ ପରମାତ୍ମା ସୃଷ୍ଟି କଲେ ଆତ୍ମାମାନଙ୍କୁ। ଏପଟେ କୋଟି କୋଟି ଆତ୍ମା ସୃଷ୍ଟି କଲେ, ସେପଟେ 84 ଲକ୍ଷ ଶରୀର ସୃଷ୍ଟି କଲେ। 84 ଲକ୍ଷ ଶରୀର, ମନେ ରଖନ୍ତୁ, ପ୍ରକାରେ 84 ଲକ୍ଷ ପ୍ରକାରେ ଶରୀର ସେପଟେ ସୃଷ୍ଟି କଲେ। ଏପଟେ କୋଟି କୋଟି ଆତ୍ମାମାନଙ୍କୁ ସୃଷ୍ଟି କଲେ। ଏ 84 ଲକ୍ଷ ଶରୀରକୁ ତାକୁ ଜୀବନ ଚକ୍ର କୁହାଯାଏ। ପ୍ରତ୍ୟେକ ଶରୀର ଭିତରେ এই ଆତ୍ମାମାନଙ୍କୁ ସେ ପ୍ରବେଶ କରାନ୍ତି। ଯେଉଁ ଆତ୍ମାକୁ ଯେଉଁ ଶରୀର ଭିତରେ ପରମାତ୍ମା ପ୍ରବେଶ କରାଇବେ, ସେ ସେଇଆ ହେବ। ଯଦି ଗୋଟେ ଆତ୍ମାକୁ ଗୋଟେ ଗଧ ଭିତରେ ପୁରେଇ ଦେବେ,
ତାହେଲେ ସେ ଗଧ ଭଳି ଆକ୍ଟିଭିଟି କରିବ। ଯଦି ଗୋଟେ ଆତ୍ମାକୁ ଗୋଟେ ବାଘ ଭିତରେ ପୁରାଇବେ ସେ ବାଘ ଭଳି ଆକ୍ଟିଭ ହେବ। ତେଣୁ ଯେକୌଣସି ଆତ୍ମାକୁ ଯେକୌଣସି ଶରୀରରେ ପ୍ରବେଶ କଲେ ସେ ସେଇଭଳିଆ। ସବୁ ଆତ୍ମା ସମାନ, ଆତ୍ମାର ବଡ଼ ସ୍ଥାନ ନାହିଁ। କିନ୍ତୁ ଆତ୍ମା ଯେତେବେଳେ ଶରୀର ଭିତରେ ପ୍ରବେଶ କରେ ସେତେବେଳେ ସେ ବଡ଼ ସ୍ଥାନ ହେଇଯାଏ। କିଏ ବଡ଼ ଯିବ କିଏ ସାନ ଯିବ। କିନ୍ତୁ ସମସ୍ତଙ୍କ ଶରୀର ଭିତରେ ଯେଉଁ ଆତ୍ମା ଅଛି ସେ ଆତ୍ମା ଗୁଡ଼ିକ ସବୁ ସମାନ, ସେଥିରେ ବାଛ ବିଚାର ନାହିଁ। ତେଣୁ ଯେତେବେଳେ ଶରୀର ସୃଷ୍ଟି କରିଛନ୍ତି 84 ଲକ୍ଷ ଶରୀର, ଦୁଇଟା ପାର୍ଟରେ, ଦୁଇଟି ପାର୍ଟ। ଗୋଟେ ହେଲା ମନୁଷ୍ୟ, ଯେଉଁଟାକି ପରମାତ୍ମାଙ୍କର ନିଜର ସ୍ୱରୂପ, ନିଜର ଫିଗର ଭଳିଆ ଗୋଟେ ଜୀବ ସୃଷ୍ଟି କଲେ, ସେ ହେଉଛି ମଣିଷ। ଆଉ ଅନ୍ୟ ଜୀବ ସେ ଗୋଟେ ପ୍ରକାର, ମଣିଷ ଗୋଟେ ପ୍ରକାର, ଅନ୍ୟ ଜୀବ ଆଉ ଗୋଟେ ପ୍ରକାର ସୃଷ୍ଟି କଲେ। ଶରୀର, ମଣିଷ ଶରୀରକୁ ସୃଷ୍ଟି କଲେ, ତିନିଟା ଭାଗରେ ବିଭକ୍ତ କଲେ। ଗୋଟେ ହେଲା ଶରୀର, ଗୋଟେ ହେଲା ଆତ୍ମା, ଆଉ ଗୋଟେ ହେଲା ବ୍ରେନ୍ ବା ମସ୍ତିଷ୍କ ବା ମନ। ଏଇ ତିନିଟା ପାର୍ଟରେ ମଣିଷ ଶରୀର ବିଭକ୍ତ। ଗୋଟେ ମଣିଷ, ଜୀବନ୍ତ ମଣିଷର ଶରୀର ତିନିଟା ପାର୍ଟରେ ବିଭକ୍ତ: ଆତ୍ମା, ଶରୀର ଏବଂ ମନ। କିନ୍ତୁ ଅନ୍ୟ ଜୀବଜନ୍ତୁଙ୍କର ବା ପ୍ରାଣୀ ଜଗତର ତାଙ୍କର ଶରୀରଟା, ଜୀବନ୍ତ ଶରୀର ଦୁଇ ଭାଗରେ ବିଭକ୍ତ। ଗୋଟେ ହେଲା ଆତ୍ମା ଆଉ ଗୋଟେ ହେଲା ଶରୀର। ତାଙ୍କର ମନ ନାହିଁ ବା ବ୍ରେନ୍ ବା ମସ୍ତିଷ୍କ ନାହିଁ। ସେମାନେ ଦୁଇ ଭାଗରେ ବିଭକ୍ତ। ମନେ ରଖନ୍ତୁ, ଆତ୍ମା ଏବଂ ଶରୀର। ସେମାନଙ୍କୁ ପରିଚାଳନା କରୁଛୁ, ସେମାନେ ଯାଉଛନ୍ତି, ଆସୁଛନ୍ତି, ଖାଉଛନ୍ତି, ଏସବୁର ଗୋଟେ ପରିଚାଳନା ଆକ୍ଟିଭ ସେ ଆତ୍ମା ଦ୍ୱାରା ହେଉଛନ୍ତି। ତାଙ୍କର ଆତ୍ମା ଯାହା କହୁଛି ସେୟା ସେ କରୁଛନ୍ତି। କିନ୍ତୁ ମଣିଷ ଯାହା କରୁଛି ବା ଯାହା କହୁଛି, ଯାହା ଭାବୁଛି, ସେ ଆତ୍ମା ଇଚ୍ଛାରେ ଚାଲୁନାହିଁ। ସେଥିପାଇଁ ତାକୁ ସ୍ୱତନ୍ତ୍ର ଗୋଟେ ସିଷ୍ଟମ ଦେଇଛନ୍ତି, ସେଇଟା ହେଲା ମନ ବା ବ୍ରେନ୍। ମନ ଯାହା କହେ ମଣିଷ ସେୟା କରେ। ମଣିଷ ତାର ଆତ୍ମାର ଇଚ୍ଛାରେ କିଛି କରେନି। ଆତ୍ମାର ଇଚ୍ଛା କ'ଣ ସେ ଜାଣେନି। ସେଥିପାଇଁ ତାକୁ ଗୋଟେ ସ୍ୱତନ୍ତ୍ର ମନ ଦିଆଯାଇଛି। ସେ ମନର ଇଚ୍ଛାରେ ଚାଲିବ। ଭୁଲ କରିପାରେ, ଠିକ୍ କରିପାରେ, ସେଟା ତା ଇଚ୍ଛାରେ ଚାଲିବ। ସେଥିରେ ତାକୁ କେହି ବାଧା ସୃଷ୍ଟି କରିପାରିବେନି। କିନ୍ତୁ ଜୀବଜନ୍ତୁ ମାନେ ଆତ୍ମାର ଇଚ୍ଛାରେ ଚାଲନ୍ତି। ଆତ୍ମା ଯାହା କହେ ସେ ସେୟା କରନ୍ତି। କିନ୍ତୁ ଆତ୍ମା ସହିତ ପରମାତ୍ମାଙ୍କର ସମ୍ପର୍କ ଅଛି। କାହିଁକିନା ପରମାତ୍ମା ସବୁ ଆତ୍ମାମାନଙ୍କ ସହିତ ସାକ୍ଷାତ କରିଛନ୍ତି ଏବଂ ସେ ଜନ୍ମ ଦେଇଛନ୍ତି, ଶରୀର ପ୍ରଦାନ କରିଛନ୍ତି ପରମାତ୍ମା। ତେଣୁ ଆତ୍ମା ପରମାତ୍ମାଙ୍କର ସମ୍ପର୍କ ରହିଛି। ମଣିଷ ଯେତେବେଳେ ଜନ୍ମ ହୁଏ ସେତେବେଳେ ଦୁଇଟି ସିଷ୍ଟମରେ ଜନ୍ମ ହୁଏ। ଗୋଟେ ହେଲା ଚାନ୍ସ ଦିଆଯାଏ, ଆଉ ଗୋଟେ ଚଏସ୍ରେ ଜନ୍ମ ହୁଏ। ଚାନ୍ସ କ'ଣ, ଚଏସ୍ କ'ଣ, ଆମେ ଦେଖିବା। ନା ଗୋଟେ ଜୀବ ବା ଗୋଟେ ଆତ୍ମା ଗୋଟେ ମଣିଷ ଜନ୍ମ ପାଇବା ପାଇଁ
ତାକୁ 84 ଲକ୍ଷ ଶରୀର ଅତିକ୍ରମ କରିବାକୁ ପଡ଼ିବ। କାରଣ 84 ଲକ୍ଷ ଶରୀର ମଣିଷ ବ୍ୟତୀତ ଆଉ ଯେତେ ଜୀବଜନ୍ତୁ ସେସବୁ ଦୁଃଖ ଭୋଗ କରନ୍ତି। କେବଳ ମଣିଷ ସୁଖ ଭୋଗ କରେ। କେବଳ ମଣିଷ ହିଁ ସୁଖ ଭୋଗ କରେ। କାରଣ ମଣିଷ ଈଶ୍ୱରଙ୍କୁ ଧରିପାରେ, ଈଶ୍ୱରଙ୍କୁ ପ୍ରାପ୍ତ ହେଇପାରେ, କିନ୍ତୁ ଜାଣିପାରେନି ଈଶ୍ୱର କିଏ। ମଣିଷ ବ୍ୟତୀତ ଅନ୍ୟ ଜୀବ ସେ ଜାଣିପାରନ୍ତି ପରମାତ୍ମା କିଏ। ସେ ଦେଖିଲେ ଜାଣିନେବେ, ଦେଖିଲେ ଜାଣିବେ ପରମାତ୍ମା ସୂକ୍ଷ୍ମ ଅବସ୍ଥାରେ ତାଙ୍କୁ ଦେଖିଦେବେ। କାରଣ ସେମାନେ ଆତ୍ମା ଦ୍ୱାରା ପରିଚାଳିତ। ଆତ୍ମା ପରମାତ୍ମାକୁ ଦେଖିଦେବ। ତେଣୁ ସେ ଧରିପାରିବେନି, ସେ ପରମାତ୍ମାକୁ ଧରିପାରିବେନି, ଉପଭୋଗ କରିପାରିବେନି। କିନ୍ତୁ ମଣିଷ ଧରିପାରିବ, ଉପଭୋଗ କରିପାରିବ ତାଙ୍କୁ ନେଇ, କିନ୍ତୁ ଜାଣିପାରିବନି। କାରଣ ସେ ମନ ଇଚ୍ଛାରେ ଚାଲୁଛି। ମନ ଜାଣେ ନାହିଁ ପରମାତ୍ମାକୁ। ପରମାତ୍ମାକୁ କେବଳ ଆତ୍ମା ଜାଣେ, ମଣିଷର ଆତ୍ମା ଜାଣେ। କିନ୍ତୁ ସେ ବେଚାର, ସେ ନାଚାର, କିଛି କରିପାରିବନି। କାରଣ ମଣିଷର ମନ ଯାହା କହିବ ସେୟା କରିବ। ଆତ୍ମା କିଛି କହିପାରିବ ନାହିଁ। କିନ୍ତୁ ଅନ୍ୟ ଜୀବଜନ୍ତୁମାନଙ୍କର ଆତ୍ମା କହିବ, ଆତ୍ମା ଅନୁସାରେ ସେ ଚାଲିବେ। ସେଇଥିପାଇଁ ଅନ୍ୟ ଜୀବଜନ୍ତୁମାନେ ଭୁଲ କରନ୍ତି ନାହିଁ। କାରଣ ଆତ୍ମା ଜାଣିଛି ଭଲ କେଉଁଟା, ଖରାପ କେଉଁଟା। ତେଣୁ ଆତ୍ମା ଭଲ ହିଁ କରିବ, ଖରାପ କେବେ କରିବନି। ତେଣୁ ଯାହା ବି କରନ୍ତି ସେମାନେ ଠିକ୍ କରନ୍ତି। ଅନ୍ୟ ଜୀବମାନେ କିଛି ଭୁଲ କରନ୍ତି ନାହିଁ, କିଛି ବି ଭୁଲ କରନ୍ତି ନାହିଁ। ମଣିଷର ଅନିଷ୍ଟ କରନ୍ତି, କିନ୍ତୁ ସେମାନେ ସେଇଟା ଭୁଲ ନୁହେଁ ତାଙ୍କର। ମଣିଷମାନଙ୍କ ପାଇଁ ଦଣ୍ଡ ବିଧାନ। ମଣିଷ କେବଳ ଏକମାତ୍ର ସେ ଦଣ୍ଡ ପାଏ। କାରଣ ସେ ହିଁ କେବଳ ଭୁଲ କରେ। କାରଣ ମନର ଇଚ୍ଛାରେ ଚାଲେ ତ, ସେଥିପାଇଁ ମନ ଯାହା କହେ ସେ କରେ। ମନ ଜାଣେ ନାହିଁ ଭଲ କେଉଁଟା, ଖରାପ କେଉଁଟା। ତାକୁ ଯେଉଁଟା ଭଲ ଲାଗିବ ସେଇଟା କରେ, କିନ୍ତୁ ସେଇଟା ଯେ କରିବା କଥା ନୁହଁ ସେଇଟା ବୁଝିପାରେନି। ତେଣୁ ଭୁଲ କରି ବସେ। ଯେହେତୁ ମଣିଷ ଭୁଲ କରି ବସେ, ତେଣୁ କେବଳ ସମସ୍ତ ଦଣ୍ଡ ପ୍ରକାର, ଯେତେ ପ୍ରକାର ଦଣ୍ଡ ଅଛି ସେଇଟା କେବଳ ମଣିଷମାନଙ୍କ ପାଇଁ। ତେଣୁ ମଣିଷ ଦଣ୍ଡ ପାଏ। ତେଣୁ ଜୀବଜନ୍ତୁ କେହି ଦଣ୍ଡ ପାଆନ୍ତି, ସେମାନେ ଠିକ୍ କରନ୍ତି। କେବଳ ମଣିଷ ଦଣ୍ଡ ପାଏ। ଆଚ୍ଛା, ମଣିଷ କେମିତି ଦଣ୍ଡ ପାଇବ ବା କେମିତି ପାଏ, କେମିତି ଉଦ୍ଧାର ହେବ, ସେଟା ପରବର୍ତ୍ତୀ ଟପିକରେ ଦେଖିବା। ତେଣୁ ଆଜି ପାଇଁ ଏତିକି। ଧନ୍ୟବାଦ।